ଶହେଟି କ୍ୱେଶ୍ଚନ ମାଧ୍ୟମରେ ଆମେ ଦ ଇଣ୍ଡିଆନ୍ ପଲିଟି ଆଣ୍ଡ କନଷ୍ଟିଟ୍ୟୁସନର ଏହି ଟପିକ ଗୁଡ଼ିକୁ କଭର ଅପ୍ କରିବା। ଡେରି ନକରି ପ୍ରଥମ କ୍ୱେଶ୍ଚନରୁ ଆରମ୍ଭ କରିବା। କ୍ୱେଶ୍ଚନ ନମ୍ବର 1, ହୁଇଚ୍ ଆକ୍ଟ ଇଜ୍ ନୋନ୍ ଏଜ୍ ଦ ଫାର୍ଷ୍ଟ କନଷ୍ଟିଟ୍ୟୁସନାଲ ଡକୁମେଣ୍ଟ ଅଫ୍ ଇଣ୍ଡିଆ? ଭାରତର ପ୍ରଥମ ସାମ୍ବିଧାନିକ ଦଲିଲଟି କ'ଣ? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ଏ, ରେଗୁଲେଟିଂ ଆକ୍ଟ 1773 ମସିହା। କ୍ୱେଶ୍ଚନ ନମ୍ବର 2, ହୁ ଇଜ୍ ରିଗାର୍ଡ ଏଜ୍ ଦ ଫାଦର ଅଫ୍ ଦ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ? କିଏ ଭାରତୀୟ ସମ୍ବିଧାନର ଜନକ ଭାବେ ପରିଚିତ? ଏହାର ସଠିକ୍ ଆନ୍ସର ହେଇଯିବ ଡକ୍ଟର B.R. ଆମ୍ବେଦକରଙ୍କୁ। କ୍ୱେଶ୍ଚନ ନମ୍ବର 3, ହୁଇଚ୍ ଆକ୍ଟ ଏଷ୍ଟାବ୍ଲିଶ ଦ ପୋଷ୍ଟ ଅଫ୍ ଗଭର୍ଣ୍ଣର ଜେନେରାଲ ଅଫ୍ ବେଙ୍ଗଲ? କେଉଁ ଆଇନ ବଙ୍ଗଳାର ଗଭର୍ଣ୍ଣର ଜେନେରାଲ ପଦ ସୃଷ୍ଟି କରିଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ବି, ରେଗୁଲେଟିଂ ଆକ୍ଟ 1773 ମସିହାରେ। କ୍ୱେଶ୍ଚନ ନମ୍ବର 4, ଇନ୍ ହୁଇଚ୍ ଇୟର ୱାଜ୍ ଦ ଇଣ୍ଡିଆନ୍ କାଉନସିଲ ଆକ୍ଟ ଇଣ୍ଟ୍ରୋଡ୍ୟୁସ୍ଡ ଫର ଦ ଫାର୍ଷ୍ଟ ଟାଇମ୍? ପ୍ରଥମେ କେବେ ଭାରତ ପରିଷଦ ଆଇନ ଅଣାଯାଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ଏ, 1861 ମସିହାରେ। କ୍ୱେଶ୍ଚନ ନମ୍ବର 5, ହୁଇଚ୍ ଆକ୍ଟ ଇଜ୍ ଅଲସୋ କଲ୍ଡ ଦ ମଣ୍ଟେଗୁ ଚେମ୍ସଫର୍ଡ ରିଫର୍ମ? କେଉଁ ଆଇନକୁ ମଣ୍ଟେଗୁ ଚେମ୍ସଫର୍ଡ ସୁଧାର ଭାବରେ ମଧ୍ୟ ଜଣାଯାଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ କ୍ୱେଶ୍ଚନ ନମ୍ବର 5 ର ଅପସନ ନମ୍ବର ସି, ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1919 ମସିହାରେ। କ୍ୱେଶ୍ଚନ ନମ୍ବର 6, ହୁ ୱାଜ୍ ଦ ଫାର୍ଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆ? ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ଡି, ଲର୍ଡ କ୍ୟାନିଂ ଥିଲେ। କ୍ୱେଶ୍ଚନ ନମ୍ବର 7, ହୁଇଚ୍ ଆକ୍ଟ ଇଣ୍ଟ୍ରୋଡ୍ୟୁସ୍ଡ ଦ ପ୍ରିନ୍ସିପାଲ ଅଫ୍ ଡାଇଏଟ୍ସ ଅଫ୍ ପ୍ରୋଭିନ୍ସ? କେଉଁ ଆଇନ ପ୍ରାନ୍ତ ଗୁଡ଼ିକରେ ଦ୍ୱି ଶାସନ ପ୍ରଣାଳୀ ଆଣିଥିଲା? ଏହାର ସଠିକ୍ ଆନ୍ସର ହେଇଯିବ କ୍ୱେଶ୍ଚନ ନମ୍ବର 7 ର ଅପସନ ନମ୍ବର ବି, ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1919 ମସିହାରେ। କ୍ୱେଶ୍ଚନ ନମ୍ବର 8, ଦ କ୍ୟାବିନେଟ ମିଶନ ପ୍ଲାନ୍ କେମ୍ ଟୁ ଇଣ୍ଡିଆ ଇନ୍ ହୁଇଚ୍ ଇୟର? କ୍ୟାବିନେଟ ମିଶନ ପ୍ଲାନ୍ କେବେ ଭାରତକୁ ଆସିଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ସି, 1946 ମସିହାରେ ଆସିଥିଲା। ହୁଇଚ୍ ଆକ୍ଟ କ୍ରିଏଟେଡ୍ ଦ ପୋଷ୍ଟ ଅଫ୍ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ଫର ଇଣ୍ଡିଆ? କେଉଁ ଆଇନ ଭାରତ ପାଇଁ ରାଜ୍ୟ ସଚିବ ପଦ ସୃଷ୍ଟି କରିଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ଏ, ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1858 ମସିହାରେ। କ୍ୱେଶ୍ଚନ ନମ୍ବର 10, ହୁଇଚ୍ ୱାଜ୍ ଦ ଲାଷ୍ଟ ବ୍ରିଟିଶ ଆକ୍ଟ ବିଫୋର ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ? ଭାରତର ସ୍ୱାଧୀନତା ପୂର୍ବରୁ ଶେଷ ବ୍ରିଟିଶ ଆଇନ କ'ଣ ଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ବି, ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଆକ୍ଟ 1947। କ୍ୱେଶ୍ଚନ ନମ୍ବର 11, who preside over the first meeting of the Constitution Assembly? ସମ୍ବିଧାନ ସଭାର ପ୍ରଥମ ସଭାକୁ କିଏ ଅଧ୍ୟକ୍ଷତା କରିଥିଲେ? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ବି, ସଚିଦାନନ୍ଦ ସିହ୍ନା। କ୍ୱେଶ୍ଚନ ନମ୍ବର 12, which act allowed the British Crown to assume direct control over India? କେଉଁ ଆଇନ ବ୍ରିଟିଶ କ୍ରାଉନ ଭିତରେ ସରାସରି ନିୟନ୍ତ୍ରଣ ନେବାକୁ ଅନୁମତି ଦେଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ବି, ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1858 ମସିହାରେ। କ୍ୱେଶ୍ଚନ ନମ୍ବର 13, which committee recommended the formation of the Indian Constituent Assembly? ସମ୍ବିଧାନ ସଭା ଗଠନ ପାଇଁ କେଉଁ କମିଟି ସୁପାରିଶ କରିଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ଏ, କ୍ୟାବିନେଟ ମିଶନ ପ୍ଲାନ୍। କ୍ୱେଶ୍ଚନ ନମ୍ବର 14, which was the first act to introduce separate electorate of Muslim? କେଉଁ ଆଇନ ପ୍ରଥମେ ମୁସଲମାନଙ୍କ ପାଇଁ ପୃଥକ ନିର୍ବାଚନ ପ୍ରଣାଳୀ ଆଣିଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ବି, ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1909 ମସିହାରେ। ହୁ ୱାଜ୍ ଦ ଫାର୍ଷ୍ଟ ଇଣ୍ଡିଆନ୍ ଟୁ ବିକମ୍ ଏ ମେମ୍ବର ଅଫ୍ ଦ ବ୍ରିଟିଶ ପାର୍ଲିଆମେଣ୍ଟ? ବ୍ରିଟିଶ ପାର୍ଲିଆମେଣ୍ଟର ସଦସ୍ୟ ହେବା ପ୍ରଥମେ ଭାରତୀୟ କିଏ ଥିଲେ? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ଏ, ଦାଦାଭାଇ ନାରୋଜୀ। କ୍ୱେଶ୍ଚନ ନମ୍ବର 16, ହୁଇଚ୍ ଆକ୍ଟ ଇଣ୍ଟ୍ରୋଡ୍ୟୁସ୍ଡ ପ୍ରୋଭିନ୍ସିଆଲ ଅଟୋନମି ଇନ୍ ଇଣ୍ଡିଆ? କେଉଁ ଆଇନ ଭାରତର ପ୍ରାନ୍ତୀୟ ସ୍ୱାୟତ୍ତା ଆଣିଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ବି, ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1935 ମସିହାରେ। କ୍ୱେଶ୍ଚନ ନମ୍ବର 17, ଦ ସାଇମନ କମିଶନ ୱାଜ୍ ଆପଏଣ୍ଟେଡ୍ ଇନ୍ ହୁଇଚ୍ ଇୟର? ସାଇମନ କମିଶନ କେବେ ନିଯୁକ୍ତି ହୋଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ବି, 1927ରେ। କ୍ୱେଶ୍ଚନ ନମ୍ବର 18, which leader is associated with the phrase ସ୍ୱରାଜ is my birthright? ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର ବୋଲି କିଏ କହିଥିଲେ? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ଏ, ବାଲ ଗଙ୍ଗାଧର ତିଲକ କହିଥିଲେ। କ୍ୱେଶ୍ଚନ ନମ୍ବର 19, in which war is the କ୍ରିପ୍ସ ମିଶନ ସେଟ୍ ଟୁ ଇଣ୍ଡିଆ? କେବେ କ୍ରିପ୍ସ ମିଶନ ଭାରତକୁ ପଠାଯାଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ ନମ୍ବର ବି, 1942 ମସିହାରେ। କ୍ୱେଶ୍ଚନ ନମ୍ବର 20, which act divided Bengal into two parts in 1905? 1905ରେ କେଉଁ ଆଇନ ବଙ୍ଗଳାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ପାର୍ଟିସନ ଅଫ ବେଙ୍ଗଲ ଦ୍ୱାରା। କ୍ୱେଶ୍ଚନ ନମ୍ବର 21, who was the chairman of the
ଡ୍ରାଫ୍ଟିଂ କମିଟି ଅଫ୍ ଦ କ୍ୟାବିନେଟ୍ ଆସେମ୍ବଲି। ଏହାର ସମ୍ବିଧାନର ସଭାର ଖସଡ଼ା କମିଟିର ଅଧ୍ୟକ୍ଷ କିଏ ଥିଲେ? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ବି ଡକ୍ଟର B.R. ଆମ୍ବେଦକର ଥିଲେ। କ୍ୱେଶ୍ଚନ୍ ନମ୍ବର 22 ହୁଇଚ୍ ଆକ୍ଟ ଇଜ୍ କଲ୍ଡ ଦ ମିନି କନଷ୍ଟିଟ୍ୟୁସନ୍ ଅଫ୍ ଇଣ୍ଡିଆ? କେଉଁ ଆଇନକୁ ଭାରତର ସାଣ ଆଇନ ବୋଲି କୁହାଯାଉଥିଲା? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ବି ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1935 ମସିହାକୁ। କ୍ୱେଶ୍ଚନ୍ ନମ୍ବର 23 ହୁଇଚ୍ ୱାଜ୍ ଦ ଫାର୍ଷ୍ଟ ଚାର୍ଟର ଆକ୍ଟ ପ୍ରୋଭାଇଡ୍ ଲେଜିସ୍ଲେଟିଭ୍ ପାୱାର ଟୁ ଦ ଗଭର୍ଣ୍ଣର ଜେନେରାଲ କାଉନସିଲ୍? ଗଭର୍ଣ୍ଣର ଜେନେରାଲ ପରିଷଦକୁ ବିଧାନମୂଳକ ଶକ୍ତି ଦେଉଥିବା ପ୍ରଥମ ଚାର୍ଟର ଆଇନଟି କ'ଣ ଥିଲା? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ବି ଚାର୍ଟର ଆକ୍ଟ 1833 ମସିହାକୁ। କ୍ୱେଶ୍ଚନ୍ ନମ୍ବର 24 ଦ ମଲ୍ୟମେଣ୍ଟୋ ରିଫର୍ମ ୱେଆର୍ ଇଣ୍ଟ୍ରୋଡ୍ୟୁସ୍ଡ ଇନ୍ ହୁଇଚ୍ ଇୟର୍? ମଲ୍ୟମେଣ୍ଟୋ ସୁଧାର କେବେ ପ୍ରବେଶ କରାଯାଇଥିଲା? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ସି 1909 ମସିହାକୁ। କ୍ୱେଶ୍ଚନ୍ ନମ୍ବର 25 ହୁ ୱାଜ୍ ଦ ଲାଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆ? ଭାରତର ଶେଷ ଗଭର୍ଣ୍ଣର ଜେନେରାଲ କିଏ ଥିଲେ? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ବି ଶ୍ରୀ ରାଜା ଗୋପାଳାଚାରୀ। କ୍ୱେଶ୍ଚନ୍ ନମ୍ବର 26 ହୁ ୱାଜ୍ ଦ ଫାର୍ଷ୍ଟ ପ୍ରେସିଡେଣ୍ଟ ଅଫ୍ ଦ କନଷ୍ଟିଟ୍ୟୁସନ୍ ଆସେମ୍ବଲି? ସମ୍ବିଧାନ ସଭାର ପ୍ରଥମ ଅଧ୍ୟକ୍ଷତା କିଏ କରିଥିଲେ? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ବି ସଚିଦାନନ୍ଦ ସିହ୍ନା। କ୍ୱେଶ୍ଚନ୍ ନମ୍ବର 27 ଦ କ୍ୟାବିନେଟ୍ ମିଶନ ପ୍ରପୋଜ୍ଡ ହାଉ ମେନି ମେମ୍ବର୍ସ ଫର୍ ଦ କ୍ୟାବିନେଟ୍ ଆସେମ୍ବଲି? କ୍ୟାବିନେଟ୍ ମିଶନ ସମ୍ବିଧାନ ସଭା ପାଇଁ କେତେ ଜଣ ସଦସ୍ୟ ପ୍ରସ୍ତାବ ଦେଇଥିଲେ? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ବି 399 ସଦସ୍ୟ। କ୍ୱେଶ୍ଚନ୍ ନମ୍ବର 28 ହୁଇଚ୍ ଆକ୍ଟ ଏକ୍ସଟେଣ୍ଡ ଦ ଭୋଟ୍ ଟୁ ଲାର୍ଜ ନମ୍ବର ଅଫ୍ ଇଣ୍ଡିଆନ୍ସ? କେଉଁ ଆଇନ ଅଧିକ ସଂଖ୍ୟକ ଭାରତୀୟଙ୍କୁ ଭୋଟ ଅଧିକାର ଦେଇଥିଲା? ଏହାର ସଠିକ୍ ଆନ୍ସର ଯିବ କ୍ୱେଶ୍ଚନ୍ ନମ୍ବର 28 ର ଅପସନ୍ ନମ୍ବର ସି ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1919 ମସିହାରେ। ହୁ ଏମଙ୍ଗ ଦ ଫଲୋଇଂ ୱାଜ୍ ନଟ୍ ଏ ମେମ୍ବର ଅଫ୍ ଦ କନଷ୍ଟିଟ୍ୟୁସନ୍ ଆସେମ୍ବଲି? ନିମ୍ନଲିଖିତ ମଧ୍ୟରୁ କିଏ ସମ୍ବିଧାନ ସଭାର ସଦସ୍ୟ ନୁହେଁ? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ଏ ମହାତ୍ମା ଗାନ୍ଧୀ ଏହାର ସଦସ୍ୟ ନଥିଲେ। କ୍ୱେଶ୍ଚନ୍ ନମ୍ବର 30 ହୁଇଚ୍ ଆକ୍ଟ କନସିଡର୍ଡ ଦ ବ୍ଲୁ ପ୍ରିଣ୍ଟ ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍? ଭାରତୀୟ ସମ୍ବିଧାନର ନକ୍ସା କଣକୁ ଧରାଯାଇଥାଏ? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ସି ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1935 ମସିହାକୁ। କ୍ୱେଶ୍ଚନ୍ ନମ୍ବର 31 ହୁଇଚ୍ ଇୟର୍ ମାର୍କ ଦ ଇଣ୍ଟ୍ରୋଡକ୍ସନ୍ ଅଫ୍ ଦ ଅଗଷ୍ଟ ଅଫର? ଅଗଷ୍ଟ ପ୍ରସ୍ତାବ କେବେ ପ୍ରସ୍ତୁତ ହୋଇଥିଲା? ଏହାର ସଠିକ୍ ଆନ୍ସର ଯିବ କ୍ୱେଶ୍ଚନ୍ ନମ୍ବର 31 ର ଅପସନ୍ ନମ୍ବର ବି 1940 ମସିହାରେ। କ୍ୱେଶ୍ଚନ୍ ନମ୍ବର 32 ହୁ ୱାଜ୍ ଦ ବ୍ରିଟିଶ ପ୍ରାଇମ୍ ମିନିଷ୍ଟର ଡ୍ୟୁରିଂ ଦ କ୍ୟାବିନେଟ୍ ମିଶନ? କ୍ୟାବିନେଟ୍ ମିଶନ ସମୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କିଏ ଥିଲେ? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ବି କ୍ଲାଇମେଟ୍ ଅଟଲି। କ୍ୱେଶ୍ଚନ୍ ନମ୍ବର 33 ହୁଇଚ୍ ଇଣ୍ଡିଆନ୍ ଲିଡର ହେଡେଡ୍ ଦ ଇଣ୍ଟରିମ୍ ଗଭର୍ଣ୍ଣମେଣ୍ଟ ଫର୍ମଡ ଇନ୍ 1946? 1946ରେ ଗଠିତ ଅସ୍ଥାୟୀ ସରକାର ମୁଖ୍ୟ କିଏ ଥିଲେ? ଏହାର ସଠିକ୍ ଆନ୍ସର ଯିବ 33 ର ଅପସନ୍ ନମ୍ବର ବି ଜବାହରଲାଲ ନେହେରୁ। କ୍ୱେଶ୍ଚନ୍ ନମ୍ବର 34 ଦ ପୁନା ପ୍ୟାକ୍ଟ ଅଫ୍ 1932 ୱାଜ୍ ସାଇନ୍ଡ ବିଟୱିନ୍? 1932ରେ ପୁନେ ସମିତି କାହା କାହା ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ବି ଗାନ୍ଧୀ ଆଣ୍ଡ ଆମ୍ବେଦକରଙ୍କ ମଧ୍ୟରେ। କ୍ୱେଶ୍ଚନ୍ ନମ୍ବର 35 ହୁଇଚ୍ ଆକ୍ଟ ୱାଜ୍ ପାସ୍ଡ ଆଫ୍ଟର ଦ ରିଭୋଲ୍ଟ ଅଫ୍ 1857? 1857 ବିଦ୍ରୋହ ପରେ କେଉଁ ଆଇନ ପାସ୍ ହୋଇଥିଲା? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ଏ ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1858। 36 ନମ୍ବର ପ୍ରଶ୍ନଟି ହେଉଛି ଦ ସାଇମନ୍ କମିଶନ ୱାଜ୍ ବାଇକଟେଡ୍ ବିକଜ୍? ସାଇମନ୍ କମିଶନକୁ କାହିଁକି ବହିଷ୍କାର କରାଯାଇଥିଲା? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ବି ଇଟ୍ ହ୍ୟାଡ୍ ନୋ ଇଣ୍ଡିଆନ୍ ମେମ୍ବର୍ସ? ଏଥିରେ କୌଣସି ଭାରତୀୟ ସଦସ୍ୟ ନଥିବାରୁ। କ୍ୱେଶ୍ଚନ୍ ନମ୍ବର 37 ହୁଇଚ୍ ବ୍ରିଟିଶ ଅଫିସିଆଲ ଆନାଉନ୍ସଡ ଦ ପାର୍ଟିସନ୍ ଅଫ୍ ଇଣ୍ଡିଆ ଇନ୍ 1947? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ବି ଲର୍ଡ ମାଉଣ୍ଟବେଟନ୍। କ୍ୱେଶ୍ଚନ୍ ନମ୍ବର 38 ହୁଇଚ୍ ଆକ୍ଟ ଇଣ୍ଟ୍ରୋଡ୍ୟୁସ୍ଡ ଦ ପୋଷ୍ଟ ହାଇ କମିଶନର ଫର୍ ଇଣ୍ଡିଆନ୍ ଟୁ ଲଣ୍ଡନ? କେଉଁ ଆଇନ ଲଣ୍ଡନର ଭାରତ ପାଇଁ ହାଇ କମିଶନର ପଦ ସୃଷ୍ଟି କରିଥିଲା? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ଏ ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1919 ମସିହାରେ। କ୍ୱେଶ୍ଚନ୍ ନମ୍ବର 39 ହୁଇଚ୍ ମୁଭମେଣ୍ଟ ଷ୍ଟାର୍ଟେଡ୍ ଆଫ୍ଟର ଦ ଫେଲୁଅର ଅଫ୍ ଦ କ୍ରିପ୍ସ ମିଶନ? କ୍ରିପ୍ସ ମିଶନ ବିଫଳ ପରେ କେଉଁ ଆନ୍ଦୋଳନ କରାଯାଇଥିଲା? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ସି ହ୍ୱାଇଟ୍ ଇଣ୍ଡିଆ ମୁଭମେଣ୍ଟ। କ୍ୱେଶ୍ଚନ୍ ନମ୍ବର 40 ହୁ ୱାଜ୍ ଦ ଲାଷ୍ଟ ବ୍ରିଟିଶ ଭାଇସରୟ ଅଫ୍ ଇଣ୍ଡିଆ? ଭାରତର ଶେଷ ବ୍ରିଟିଶ ଭାଇସରୟ କିଏ ଥିଲେ? ଏହାର ସଠିକ୍ ଆନ୍ସର ଯିବ ଅପସନ୍ ନମ୍ବର ଏ ଲର୍ଡ ମାଉଣ୍ଟବେଟନ୍।
Question number 41. Which act created the Post Secretary of State for India? ଭାରତ ପାଇଁ ସଚିବ ପଦ କେଉଁ ଆଇନରେ ସୃଷ୍ଟି ହୋଇଥିଲା? ଏହାର ସଠିକ ଆନ୍ସର ହେଇଯିବ ଅପସନ ନମ୍ବର ବି ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1858 ମସିହାରେ। Question number 42. Who was the first Governor General of India? ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ? ଏହାର ସଠିକ ଆନ୍ସର ହେଇଯିବ ଅପସନ ନମ୍ବର ସି ଲର୍ଡ ୱିଲିୟମ ବେଣ୍ଟିକ୍। Question number 43. Which year did the Parliamentary reform take place? ପାର୍ଲିଆମେଣ୍ଟ ସୁଧାର କେବେ ଅଣାଯାଇଥିଲା? ଏହାର ସଠିକ ଆନ୍ସର ହେଇଯିବ ଅପସନ ନମ୍ବର ବି 1909 ମସିହାରେ। Question number 44. Who introduced the portfolio system in India? ଭାରତରେ ପୋର୍ଟଫୋଲିଓ ପ୍ରଣାଳୀ କିଏ ପରିଚୟ କରାଇଥିଲେ? ଏହାର ସଠିକ ଆନ୍ସର ହେଇଯିବ ଅପସନ ନମ୍ବର ବି ଲର୍ଡ କେନିଂ। Question number 45. Which act introduced diarchy in province? କେଉଁ ଆଇନ ପ୍ରାନ୍ତର ଦ୍ୱି ଶାସନ ପ୍ରଣାଳୀ ପରିଚୟ କରାଇଥିଲା? ଏହାର ସଠିକ ଆନ୍ସର ହେଇଯିବ ଅପସନ ନମ୍ବର ସି ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1919 ମସିହାରେ। Question number 46. Who was the viceroy during the Quit India movement? क्विट इंडिया आंदोलन समय भाइसरय किए थे? यार सठिक आंसर है लॉर्ड लिलिथगो। क्वेश्चन नंबर 47. व्हिच एक्ट कंसीडर्ड द मिनी कॉन्स्टिट्यूशन ऑफ इंडिया? भारतर मिनी संविधान बोली केउ आईन को कह जाउतला? यार सठिक आंसर है ऑप्शन नंबर सी गवर्नमेंट इंडिया एक्ट 1935 मसीहा को। क्वेश्चन नंबर 48. Who was the president of the first section of the Indian National Congress? भारतीय जातीय कांग्रेस प्रथम अधिवेशन अध्यक्ष किए थे? यार सठिक आंसर है ऑप्शन ए उमेश चंद्र बनर्जी। क्वेश्चन नंबर 49. Which year saw the introduction of provincial autonomy? प्रांतीय स्वायत्त केबे परिचय करा जायतला? यार सठिक आंसर है ऑप्शन नंबर सी 1935 मसीहा रे। क्वेश्चन नंबर 50. Who among the following was not a member of the cabinet mission? निम्नलिखित मानक मध्यरु किए कैबिनेट मिशन सदस्य नथिले? यार सठिक आंसर है ऑप्शन नंबर डी लॉर्ड माउंटबेटन। क्वेश्चन नंबर 51. The vernacular French Act was passed during which tenure? स्वदेशी भाषा प्रेस आईन कहा कार्यालय रे पास करा जायतिला? तो यार सठिक आंसर है ऑप्शन बी लॉर्ड लिटन को समय रे। क्वेश्चन नंबर 52. Which act separated Burma from India? केउ आईन बर्मा को भारत रो विभक्त करितला? यार सठिक आंसर है ऑप्शन नंबर बी गवर्नमेंट इंडिया एक्ट 1935 मसीहा को। Who was the last गवर्नर जनरल ऑफ इंडिया? भारत रो शेष गवर्नर जनरल किए थे? यार सठिक आंसर है ऑप्शन नंबर बी सी राजा गोपालाचारी को। क्वेश्चन नंबर 54. Who presided over the first meeting of the Constitution Assembly? संविधान सभार प्रथम सभार किए अध्यक्षता करते? यार सठिक आंसर है सचिदानंद सिन्हा। क्वेश्चन नंबर 55. Which year did the Simon Commission arrive in India? साइमन कमिशन केबे भारत को आसीतिला? यार सठिक आंसर है 1927 मसीहा रे। क्वेश्चन नंबर 56. Who was the Prime Minister of British during the Cripps Mission? क्रिप्स मिशन समय ब्रिटिश प्रधानमंत्री किए थे? यार सठिक आंसर है विंस्टन चर्चिल। क्वेश्चन नंबर 57. Which year was the Indian National Congress founded? भारतीय जातीय कांग्रेस केबे स्थापित होइतिला? यार सठिक आंसर है ऑप्शन नंबर बी 1885 मसीहा रे। क्वेश्चन नंबर 58. क्वेश्चन नंबर 58. Which act abolished to the post of Governor General India Governor General and created the post of Governor General of India? केउ आईन गवर्नर जनरल पदवी को अपसरण करी भारत रे गवर्नर जनरल पदवी सृष्टि कराइतिला? यार सठिक आंसर है ऑप्शन नंबर बी चार्टर्ड एक्ट 1833 मसीहा रे। क्वेश्चन नंबर 59. Who was the first Indian to be member of the British Parliament? ब्रिटिश पार्लियामेंट रे सदस्य हेबाकू प्रथम भारतीय किए थे? यार सठिक आंसर है ऑप्शन ए दादाभाई नारोजी। क्वेश्चन नंबर 60. Which year was the August offer made by the British government? ब्रिटिश सरकार द्वारा अगस्त प्रस्ताव केबे दिया जायतिला? यार सठिक आंसर है ऑप्शन बी 1940 मसीहा रे। क्वेश्चन नंबर 61.
What was the main objective of the Charter Act 1853? ଚାର୍ଟର ଆଇନ 1853ର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଥିଲା? ଏହାର ସଠିକ୍ ଆନ୍ସର ହେଉଛି ଅପସନ୍ ନମ୍ବର ଏ ସେପାରେସନ୍ ଅଫ୍ ଲେଜିସ୍ଲେଟିଭ୍ ଆଣ୍ଡ ଏକ୍ଜିକ୍ୟୁଟିଭ୍ ଫଙ୍କସନ୍। କ୍ୱେଶ୍ଚନ୍ ନମ୍ବର 62 ହୁ ୱାଜ୍ ଦ ଲାଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆ? ଭାରତର ଶେଷ ଗଭର୍ଣ୍ଣର ଜେନେରାଲ କିଏ ଥିଲେ? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ସି ରାଜା ଗୋପାଳାଚାରୀ। କ୍ୱେଶ୍ଚନ୍ ନମ୍ବର 63 Which act introduced separate electorate for Muslim in India? ଭାରତର ମୁସଲିମମାନଙ୍କ ପାଇଁ ପୃଥକ ନିର୍ବାଚନ ମଣ୍ଡଳ କେଉଁ ଆଇନ ପରିଚୟ ଦେଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ କ୍ୱେଶ୍ଚନ୍ ନମ୍ବର 63ର ଅପସନ୍ ନମ୍ବର ବି ଇଣ୍ଡିଆନ୍ କାଉନସିଲ୍ ଆକ୍ଟ 1919 ମସିହାରେ। କ୍ୱେଶ୍ଚନ୍ ନମ୍ବର 64 କ୍ୱେଶ୍ଚନ୍ ନମ୍ବର 64 ହେଉଛି When was the Cripps mission sent to India? କ୍ରିପ୍ସ ମିଶନ କେବେ ଭାରତକୁ ପଠାଯାଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି 1942 ମସିହାରେ। କ୍ୱେଶ୍ଚନ୍ ନମ୍ବର 65 ହେଉଛି Which committee was associated with the formation of the Indian Constitution drafting? ଭାରତୀୟ ସମ୍ବିଧାନ ଖସଡ଼ା ପ୍ରସ୍ତୁତି ସହିତ କେଉଁ କମିଟି ସମ୍ପର୍କିତ ଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ଡ୍ରାଫ୍ଟିଂ କମିଟି। କ୍ୱେଶ୍ଚନ୍ ନମ୍ବର 66 Which act abolished the East India Company monopoly over trade with China? ଚୀନ ସହିତ ବ୍ୟାପାରର ଇଷ୍ଟ ଇଣ୍ଡିଆ କମ୍ପାନୀର ଏକାଧାରରେ କେଉଁ ଆଇନ ଅପସାରଣ କରିଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ଚାର୍ଟର ଆକ୍ଟ 1833 ମସିହାରେ। କ୍ୱେଶ୍ଚନ୍ ନମ୍ବର 67 ହୁ ୱାଜ୍ ଦ ଫାର୍ଷ୍ଟ ପ୍ରେସିଡେଣ୍ଟ ଅଫ୍ ଦ କନଷ୍ଟିଟ୍ୟୁସନ୍ ଆସେମ୍ବଲି ଅଫ୍ ଇଣ୍ଡିଆ? ଭାରତୀୟ ସମ୍ବିଧାନ ସଭାର ପ୍ରଥମ ଅଧ୍ୟକ୍ଷତା କିଏ କରିଥିଲେ? ଏହାର ସଠିକ୍ ଆନ୍ସର ହେଇଯିବ ସଚ୍ଚିଦାନନ୍ଦ ସିହ୍ନା। କ୍ୱେଶ୍ଚନ୍ ନମ୍ବର 68 Which act is known as the mini constitution of India? କେଉଁ ଆଇନକୁ ଭାରତର ଛୋଟ ସମ୍ବିଧାନ ବୋଲି କୁହାଯାଉଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1935 ମସିହାକୁ। କ୍ୱେଶ୍ଚନ୍ ନମ୍ବର 69 When was the Simon Commission appointed? ସାଇମନ କମିଶନ କେବେ ନିଯୁକ୍ତି କରାଯାଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ 1927 ମସିହାରେ। କ୍ୱେଶ୍ଚନ୍ ନମ୍ବର 70 Who was the first Indian Governor General of Independent India? ସ୍ୱାଧୀନତା ଭାରତର ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ କିଏ ଥିଲେ? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ସି ରାଜା ଗୋପାଳାଚାରୀଙ୍କୁ। କ୍ୱେଶ୍ଚନ୍ ନମ୍ବର 71 Which was the first section of the Indian National Congress? ଭାରତୀୟ ଜାତୀୟ କଂଗ୍ରେସ ପ୍ରଥମ ଅଧିବେଶନ କେଉଁଥିରେ ହୋଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ବମ୍ବେ 1885ରେ ହୋଇଥିଲା। କ୍ୱେଶ୍ଚନ୍ ନମ୍ବର 72 When did the Quit India movement start? ଭାରତ ଛାଡ଼ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି 1942 ମସିହାରେ। କ୍ୱେଶ୍ଚନ୍ ନମ୍ବର 73 Which act introduced provincial autonomy in India? ଭାରତର ପ୍ରାନ୍ତୀୟ ସହାୟତା କେଉଁ ଆଇନ ପରିଚୟ କରାଯାଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1935 ମସିହାରେ। କ୍ୱେଶ୍ଚନ୍ ନମ୍ବର 74 Who was the Viceroy of India during the formation of Bengal? ପାର୍ଟିସନ୍ ଅଫ୍ ବେଙ୍ଗଲ ବଙ୍ଗ ବିଭାଜନ ସମୟରେ ଭାରତର ଉପରାଜ୍ୟ କିଏ ଥିଲା? ଏହାର ସଠିକ୍ ଆନ୍ସର ହେଇଯିବ 74 ଲର୍ଡ କର୍ଜନ। କ୍ୱେଶ୍ଚନ୍ ନମ୍ବର 75 Which was the first Indian state to be created on a linguistic basis? ଭାଷାଗତ ଆଧାରରେ ସୃଷ୍ଟି ହୋଇଥିବା ପ୍ରଥମ ରାଜ୍ୟ କେଉଁଟା ଥିଲା ଭାରତରେ? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ଆନ୍ଧ୍ରପ୍ରଦେଶ। କ୍ୱେଶ୍ଚନ୍ ନମ୍ବର 76 Which act established the federal court in India? ଭାରତରେ ଫେଡେରାଲ କୋର୍ଟ କେଉଁ ଆଇନ ସ୍ଥାପନ କରାଯାଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1935 ମସିହାରେ। କ୍ୱେଶ୍ଚନ୍ ନମ୍ବର 77 When was the Indian National Congress formed? ଭାରତୀୟ ଜାତୀୟ କଂଗ୍ରେସ କେବେ ଗଠିତ ହୋଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ 1885 ମସିହାରେ। କ୍ୱେଶ୍ଚନ୍ ନମ୍ବର 78 Who was the chairman of the drafting committee of the Indian Constitution? ଭାରତୀୟ ସମ୍ବିଧାନର ଖସଡ଼ା କମିଟିର ଅଧ୍ୟକ୍ଷ କିଏ ଥିଲେ? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ଡକ୍ଟର ବି.ଆର୍. ଆମ୍ବେଦକର। କ୍ୱେଶ୍ଚନ୍ ନମ୍ବର 79 Which act introduced diarchy in the province? ପ୍ରାନ୍ତଗୁଡ଼ିକରେ ଦ୍ୱି ଶାସନ ପରିଚୟ କେଉଁ ଆଇନ କରାଯାଇଥିଲା? ଏହାର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଆକ୍ଟ 1919 ମସିହାରେ। କ୍ୱେଶ୍ଚନ୍ ନମ୍ବର 80 Who was the Prime Minister of Britain when India got independence? ଭାରତ ସ୍ୱାଧୀନତା ପାଇଥିବା ବେଳେ ବ୍ରିଟେନରେ ପ୍ରଧାନମନ୍ତ୍ରୀ କିଏ ଥିଲେ?
यार सठिक आंसर है ऑप्शन नंबर बी क्लाइमेट अटली। क्वेश्चन नंबर 81 which commission recommended the setting up of a public service commission in India? भारत में सार्वजनिक सेवा कमिशन स्थापन करने ପାଇଁ କେଉଁ କମିଶନ ସୁପାରିଶ କରିଥିଲା? यार सठिक आंसर है ऑप्शन नंबर बी ली कमिशन। क्वेश्चन नंबर 82 in which year was the Indian High Court Act passed? भारतीय हाईकोर्ट आईन केबे पास करा जायतिला? यार सठिक आंसर है ऑप्शन नंबर बी 1861 मसीहा रे। क्वेश्चन नंबर 83 हु वाज द प्रेसिडेंट ऑफ द कॉन्स्टिट्यूशन असेंबली ऑफ इंडिया? भारतर संविधान सभार अध्यक्ष किए थे? यार सठिक आंसर है ऑप्शन नंबर बी राजेंद्र प्रसाद थे। क्वेश्चन नंबर 84 होची which act introduced the principle of direct election in India? भारतर सीधा सड़क निर्वाचन सिद्धांत केउं आईन सुपारिश करा जायतिला? यार सठिक आंसर है ऑप्शन नंबर सी गवर्नमेंट इंडिया एक्ट 1919 मसीहा रे। क्वेश्चन नंबर 85 when did the constitution assembly adopted the national flag? संविधान सभा केउं जातीय पताका अंगीकार कराइतिला केबे? यार सठिक आंसर है ऑप्शन नंबर ए 22 जुलाई 1947 मसीहा रे। क्वेश्चन नंबर 86 हु वाज द लास्ट गवर्नर जनरल ऑफ इंडिया? भारतर शेष गवर्नर जनरल किए थे? यार सठिक आंसर है ऑप्शन बी सी राजा गोपालाचारी। क्वेश्चन नंबर 87 होची which British Act abolished the East India Company's role in India? भारतर ईस्ट इंडिया कंपानी शासन केउं ब्रिटिश आईन विलोप कर देथिले? यार सठिक आंसर है ऑप्शन नंबर ए गवर्नमेंट इंडिया एक्ट 1858 मसीहा रे। क्वेश्चन नंबर 88 द आइडिया ऑफ कॉन्स्टिट्यूट असेंबली फॉर इंडियन वाज द फर्स्ट सजेस्टेड बाय? भारत ପାଇଁ संविधान सभा धारणर प्रथम किए प्रस्ताव देथिले? यार सठिक आंसर है ऑप्शन नंबर ए एम एन रॉय। क्वेश्चन नंबर 89 अंडर व्हिच एक्ट वाज द फेडरल कोर्ट ऑफ इंडियन एसोसिएट? भारतर फेडरल कोर्ट केउं आईन अनुसार स्थापित करा जायतिला? यार सठिक आंसर है ऑप्शन नंबर सी गवर्नमेंट इंडिया एक्ट 1935 मसीहा रे। क्वेश्चन नंबर 90 व्हेन वाज द प्रिएम्बल ऑफ द इंडियन कॉन्स्टिट्यूशन असेंबली अडॉप्टेड? भारतीय संविधान प्रस्तावना केबे अंगीकार करा जायतिला? यार सठिक आंसर है ऑप्शन नंबर बी 26 नवंबर 1949 को। क्वेश्चन नंबर 91 which act introduced the post secretary of the state for India? भारत ପାଇଁ ସଚିବ ପଦ କେଉଁ ଆଇନ ପ୍ରବେଶ କରାଯାଇଥିଲା? यार सठिक आंसर है ऑप्शन नंबर सी गवर्नमेंट इंडिया एक्ट 1858 मसीहा रे। क्वेश्चन नंबर 92 हु वाज द फर्स्ट इंडियन गवर्नर जनरल ऑफ इंडिपेंडेंट इंडिया? स्वाधीन भारतर प्रथम भारतीय गवर्नर जनरल किए थे? यार सठिक आंसर है 92 ऑप्शन नंबर बी राजा गोपालाचारी। क्वेश्चन नंबर 93 which British Prime Minister announced the Council Award 1932 मसीहा रे? 1932 रे क्यों ब्रिटिश प्रधानमंत्री कम्युनल अवार्ड घोषणा करा जायतिला? यार सठिक आंसर है ऑप्शन नंबर ए रामसे मैकडोनाल्ड। क्वेश्चन नंबर 94 द मॉन्टेगू चैम्पियन रिफॉर्म were related to? मॉन्टेगू चैम्पियन संशोधन का सहित संपादित थिला? यार सठिक आंसर है ऑप्शन नंबर ए इंट्रोडक्शन ऑफ डायआर्की। क्वेश्चन नंबर 95 हु चेयर्ड द ड्राफ्टिंग कमिटी ऑफ द इंडियन कॉन्स्टिट्यूशन? भारतीय संविधान ड्राफ्टिंग कमिटी अध्यक्ष किए थे? यार सठिक आंसर है ऑप्शन नंबर बी ऑप्शन नंबर सी डॉक्टर बी आर अम्बेडकर थे। क्वेश्चन नंबर 96 when was the Indian Constitution enforced? भारतीय संविधान केबे कार्यक्षम होइतिला? यार सठिक आंसर है ऑप्शन नंबर सी 26 जनवरी 1950 को। क्वेश्चन नंबर 97 हु वाज द वाइसरॉय ऑफ इंडिया ड्यूरिंग द क्वाइट इंडिया मूवमेंट? भारत छाड़ आंदोलन समय भारतर वाइसरॉय किए थे? यार सठिक आंसर है ऑप्शन नंबर बी लॉर्ड लिलिथगुड। क्वेश्चन नंबर 98 द इंडियन इंडिपेंडेंस एक्ट रिसीव्ड रॉयल असेंट ऑन? भारतीय स्वाधीनता आईन केबे राजकीय स्वीकृति पाइथिला? यार सठिक आंसर है ऑप्शन नंबर बी 18 जुलाई 1947 मसीहा रे। क्वेश्चन नंबर 99 which movement was started by the महात्मा गांधी in 1920? 1920 रे महात्मा गांधी केउं आंदोलन आरंभ करथिले?
यार सठिक आंसर हो ऑप्शन नंबर बी नॉन कोऑपरेशन मूवमेंट। क्वेश्चन नंबर 100 हु वर द लास्ट वाइसरॉय ऑफ इंडिया। भारत रो शेष वाइसरॉय किए थे। यार सठिक आंसर हो ऑप्शन नंबर ए लॉर्ड माउंटबेटन। ये तरह 100 क्वेश्चन वीडियो भल लगे वीडियो को लाइक करिवो এই ପିଡିଏଫ को डाउनलोड करिया पई এই टेलीग्राम ग्रुप रे जाई जॉइन हो जांतु जहार लिंक डिस्क्रिप्शन बॉक्स रे रहउछि।